ଦେଖନ୍ତୁ ଜୟ ଭାଇଙ୍କ ସହିତ ସିନେମା ତ ହେଇଛି, ସିନେମା କରିଛି। ମୋର ବିଶେଷ ଅନୁଭୂତି ଓଡ଼ିଶା ଅପେରା ଗୋଟେ ଥିଲା, ଆପଣମାନେ ଜାଣିଥିବେ। ଜୟ ଭାଇ ଡିରେକ୍ଟର ଥିଲେ, ମୁଁ ମ୍ୟୁଜିକ୍ ଡିରେକ୍ଟର ଥିଲି। ଏବଂ ବନ୍ତରେ, ଭଦ୍ରକ ବନ୍ତରେ ତାର ରିହର୍ସାଲ ଚାଲିଥିଲା, ଆମେ ଗୋଟେ ରୁମ୍ରେ ରହୁଥିଲୁ। ଆଉ ମୁଁ ମ୍ୟୁଜିକ୍ ଯେହେତୁ କରୁଥିଲି, ଜୟ ଭାଇ ଡିରେକ୍ଟର ଥିଲେ, ଗୀତ କରୁଥିଲେ। ଇଏ ହେଉଛି ଗୋଟେ ବେଷ୍ଟ ଏକ୍ସପିରିଏନ୍ସ, ସାଙ୍ଗ ହେଇକିରି ଯିବା, ସେଠି ରହିବା। ଜୟ ଭାଇ ରିହର୍ସାଲକୁ ଯିବେ, ମୁଁ ମ୍ୟୁଜିକ୍ ରୁମ୍କୁ ଯିବି, ଆସିଲା ପରେ ପୁଣି ଗୀତ ଶୁଣିବୁ, ଗୀତ କ୍ଲାସ୍ରେ ବସନ୍ତି। ସିନେମା ତ ଅନେକ କାମ କରିଛନ୍ତି ଏବଂ ଆଜି ବସନ୍ତ ନାୟକ ଜନ୍ମ ଜୟନ୍ତୀରେ ଯେଉଁ ଜୟ ଭାଇଙ୍କୁ ଫେଲିସିଏଟ୍ କରାଯାଉଛି, ଏଇଟା ହେଉଛି ଯେତିକି ଜୟ ଭାଇ ଓଡ଼ିଶାରେ କମେଡ଼ି ହିସାବରେ ବା କମେଡ଼ି କିଙ୍ଗ ହିସାବରେ ଯେତିକି କରିଯାଇଛନ୍ତି କାମ, ଯାହା କରିଯାଇଛନ୍ତି, ଇଏ କିଛି ନୁହେଁ ତାଙ୍କ ପାଇଁ। ତେଣୁ ଇଏ ସମ୍ମାନ କେବଳ ତାଙ୍କୁ ଗୋଟେ ସୁକୁନ ବା ଶାନ୍ତି ଦେବ ଯେ ହଁ ମୁଁ କେତିକି କାମ କରିଛି, ମୋତେ ଲୋକ ମନେ ରଖିଛନ୍ତି, ମୋତେ ଲୋକ ଭଲ ପାଉଛନ୍ତି। ଏଇଟା ପ୍ରତ୍ୟେକ କଳାକାର ପାଇଁ ଥାଏ। ତେଣୁ ପ୍ରତ୍ୟେକ କଳାକାର ଗୋଟେ ସମ୍ମାନ ପାଇବା, ଗୋଟେ ଫେଲିସିଏଟ୍ ହେବା ବା କେଉଁଠି ଆୱାର୍ଡ଼ ମିଳିବା, ଇଏ ହେଉଛି ଗୋଟେ କଳାକାରକୁ ଶାନ୍ତି ଦିଏ, ଖୁସି ଦିଏ ଯେ ଏତିକି କାମ କରିଛି, ଏ କାମର ପରିଚୟ ସେତିକି। ନାଇଁ ତ ବାକି ଓଡ଼ିଶାରେ କଳାକାର ହେଇକିରି ବଞ୍ଚିବା ଏବଂ ଗୋଟେ କଳାକାର ଖୁସିରେ ବଞ୍ଚିବା, ଏଇଟା ଆପଣମାନେ ଜାଣିପାରୁଥିବେ କେତେ କଷ୍ଟ ସର୍ଭାଇଭ୍ କରିବା। ତେଣୁ ଏଇ ଛୋଟିଆ ଛୋଟିଆ କେଉଁଠି ସମ୍ମାନ, କେଉଁଠି ଆୱାର୍ଡ଼, ଏଇଟା ହିଁ ଗୋଟେ କଳାକାରକୁ ବଞ୍ଚେଇବା। ଦେଖନ୍ତୁ କେବେ କେହି କାହା ଜାଗା ନେଇପାରିବେ ନାହିଁ, ସମସ୍ତେ ସ୍ୱତନ୍ତ୍ର। ଜୟ ଭାଇ ଯଦି ଜୟ ଭାଇଙ୍କ ଜାଗାରେ ସ୍ୱତନ୍ତ୍ର, ନରି ଭାଇ ଥିଲେ ବି ସିଏ ବି ତାଙ୍କ ଜାଗାରେ ସ୍ୱତନ୍ତ୍ର, ବ୍ରଜ ଭାଇ ବି ତାଙ୍କ ଜାଗାରେ ସ୍ୱତନ୍ତ୍ର, ପ୍ରଜ୍ଞା ଶଙ୍କର ସିଏ ବି ତାଙ୍କ ଜାଗାରେ ସ୍ୱତନ୍ତ୍ର। ସମସ୍ତଙ୍କର ଗୋଟେ ଜାଗା ନେଇକରି ଆସିଛନ୍ତି, ସ୍ୱତନ୍ତ୍ର ତାଙ୍କର ସବୁ ନେଇକି ଆସିଛନ୍ତି। ତେଣୁ ଆମେ କାହା ସହିତ କାହାକୁ କମ୍ପେୟାର କରିବା ଉଚିତ ନୁହେଁ। ସମସ୍ତଙ୍କୁ ସ୍ୱତନ୍ତ୍ର ହିସାବରେ ମାନେ ଆଗକୁ ବଢ଼ିବାକୁ ରଖିବା ଦରକାର, ସ୍ୱତନ୍ତ୍ର ହିସାବରେ ରଖିବା ଦରକାର। ଦେଖନ୍ତୁ ବସନ୍ତ ନାୟକ ଯାହା କରିଯାଇଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ, ସେ ଯେତିକି ସିନେମା ଦେଇଛନ୍ତି, ଯେତିକି ହିରୋକୁ ଇଣ୍ଟ୍ରୋଡ୍ୟୁସ୍ କରିଛନ୍ତି, ଯେତିକି ଡିରେକ୍ଟରକୁ ସେ ଜନ୍ମ ଦେଇଛନ୍ତି ଏବଂ ଯେତିକି ଆର୍ଟିଷ୍ଟଙ୍କୁ ସେ ତିଆରି କରିଛନ୍ତି, ସେଇଟା ହେଉଛି ଆମର ଇଣ୍ଡଷ୍ଟ୍ରିର ସମ୍ପଦ। ସେଇଟା ହେଉଛି ଆମ ଇଣ୍ଡଷ୍ଟ୍ରି ପାଇଁ ବା ଆମ ଚଳଚ୍ଚିତ୍ର ଜଗତ ପାଇଁ ସମ୍ପଦ। ତେଣୁ ତାଙ୍କ ବିଷୟରେ ଯେତେ କହିଲେ କମ୍ ହେବ ଏବଂ ତାଙ୍କ ବିଷୟରେ ମୁଁ କହିବାର ମୋର ସେ ବି ଯୋଗ୍ୟତା ନାହିଁ। ତେଣୁ ମୁଁ ଏତିକି କହିବି, ବସନ୍ତ ନାୟକ ଯାହା କରିଦେଇ ଯାଇଛନ୍ତି ସେଇବାକୁ ଆମେ ବିକି ଭାଙ୍ଗିବାକୁ ପଡ଼ିବ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।